राजधानी दिल्ली रे बड़ विस्फोरण। लालकिला निकट एक कार विस्फोरण। विस्फोरण पर हुतु हुतु होई जଳି जाइछि कार। आउ तीनोटी गाड़ी मध्य विस्फोरण रे जଳି जाइछि। घटनास्थल रे पुलिस टीम छानभिन आरंभ करिसंति। प्रारंभिक तदंत रे जनकर मृत्यु होइतिबा सूचना मिलितिबा बेले वर्तमान घटना रे 8 जनकर मृत्यु घटिछि। एलएनजेपी हॉस्पिटल रे 8 जनक मृतदेह रहिछि। अनेक आहत एबे भी चिकित्सित होउछन्ते। मृत्यु संख्या आहुरी बढ़िपारे बोली सूचना मिली। ଏହି ଅଘଟଣ ପରେ ଦିଲ୍ଲୀ ସମେତ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ତା ସହ ଦେଶର ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବଡ଼ ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇ ଆଲର୍ଟ। ବିସ୍ଫୋରଣ ସ୍ଥଳରେ ଏନ୍ଆଇଏ ଓ ଏନ୍ଏସ୍ଜି ଟିମ୍ର ତନାଘନା ଆରମ୍ଭ ହୋଇଛି। ଲାଲକିଲା ନିକଟ ବିସ୍ଫୋରଣରେ 8 ଜଣଙ୍କ ମୃତ୍ୟୁ ହୋଇଛି। କିଛି ଲୋକ ବିସ୍ଫୋରଣରେ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ମେଟ୍ରୋ ଷ୍ଟେସନ ଗେଟ୍ 1 ନିକଟରେ ପାର୍କିଂ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ହୁତୁ ହୁତୁ ହୋଇ ଜଳି ଯାଇଛି କାର। ଆଉ 8ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳି ଯାଇଛି। ନିଆଁ ଲିଭାଇବାକୁ 7ଟି ଦମକଳ ଗାଡ଼ି ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ମଧ୍ୟ ଚାଲିଛି। ପୁଲିସ ପୁରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଏହା ସହ ଫରେନ୍ସିକ୍ ଦଳ ମଧ୍ୟ ରହିଛନ୍ତି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।